ଏବେ ପଲ୍ଲବୀ ଅଫିସରଙ୍କୁ କହୁଛ କ'ଣ ଖାଇବା ସାରିଲଣି? ମୁଁ ତ ସିଦ୍ଧାର୍ଥଙ୍କ ସାଥିରେ ଖାଇ ସାରିଲିଣି, ତମେ ଏବେ ଯେ ଖାଇନି। ତାପରେ ସେ କହିଲେ ନା ନା ମୁଁ ଏବେ କାମରେ ଟିକେ ବ୍ୟସ୍ତ ଥିଲି, ସେଇଥିପାଇଁ ଖାଉନଥିଲି, ଏବେ ମୁଁ ଖାଇନେବି। ତାପରେ ପଲ୍ଲବୀ ତାଙ୍କ ଟିଫିନ୍କୁ ଆଣିଲେ ଆଉ ବଢ଼େଇବା ଆରମ୍ଭ କଲେ, କିନ୍ତୁ ସେ କହିଲେ ନା ନା ଥାଉ, ସେସବୁ ମୁଁ କରିନେବି। ତାପରେ ସେ କହିଲେ କ'ଣ ହେଲା ଏମିତି? ଟିକେ ତୁମକୁ ସାହାଯ୍ୟ କରିବାକୁ କହିଦେଲି। ତାପରେ ସେ କହିଲେ ନା, ଲୋକଙ୍କର ଏମିତି କିଛି ନା କିଛି ମୁଣ୍ଡରେ ଚାଲିଛି, ଆଉ ଏଇଟା ଯଦି କିଏ ଦେଖିଦେବ ତାହେଲେ ତାଙ୍କ କିଏ କ'ଣ ଭାବିବେ, ସେଇଥିପାଇଁ ନା ଯଦି ତୁମେ ମୋତେ ସାହାଯ୍ୟ କରିବାକୁ ଚାହୁଁଛ ତାହେଲେ ସିଦ୍ଧାର୍ଥଙ୍କର ଫାଇଲ୍ ଉପରେ ଅଛି ଆଣିକରି, ଆଉ ତା ଫାଇଲ୍ ମୁଁ ଏବେ ଚେକ୍ କରିବି। ତାପରେ ପଲ୍ଲବୀ କହିଲେ ଠିକ୍ ଅଛି, ମୁଁ ଏବେ ଫାଇଲ୍ ଆଣି ଚେକ୍ କରିଦେବି। ଆଉ ଠିକ୍ ଅଛି କହିଲେ। ଏବେ ସିଦ୍ଧାର୍ଥକୁ ପଲ୍ଲବୀ ଭେଟିବାକୁ ଗଲେ, ଆଉ ସିଦ୍ଧାର୍ଥକୁ ସାର୍ ଫାଇଲ୍ ଚେକ୍ କରିସାରିଲେଣି, କିଛି ଦିନ ପରେ ତୁମେ ବାହାରକୁ ଯିବ। ତାପରେ ସିଦ୍ଧାର୍ଥ ପଲ୍ଲବୀକୁ କହିଲେ ଯଦି ତୁମେ ମୋ ପାଖରେ ଅଛ ତାହେଲେ ମୁଁ କୌଣସି ପ୍ରକାର କାହାକୁ ଡରେନି।